In progress. ଶୁଭା ଯାଉଛି କି? Yes. Yes, ପ୍ରଭୁ sir. ଗୌରବ ହେଉ ପ୍ରଶଂସା ହେଉ ପୁନର୍ବାର ଏହି ସନ୍ଧ୍ୟା ସମୟରେ ପ୍ରଭୁଙ୍କର ବାକ୍ୟ ଶିଖିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ଜାଗାରୁ ଏବଂ ନିଜ ନିଜ ସ୍ଥାନରୁ ଆ ଏଇ ଅନଲାଇନ ମାଧ୍ୟମରେ ବା ଏଇ ଅନଲାଇନ ଜରିଆରେ ମାନେ ସମସ୍ତେ ଜଡ଼ିତ ହୋଇଅଛୁ ବା ପ୍ରଭୁଙ୍କ ନାମରେ ମାନେ ସମସ୍ତେ ସମବେତ ହୋଇଅଛୁ। ତେଣୁକରି ବିଶେଷ କରି ପ୍ରଭୁଙ୍କର ନାମ ଗୌରବ ଦିଏ ଏବଂ ଧନ୍ୟବାଦ ଦିଏ। ବିଶେଷ ଏପରି ସମୟରେ ଆମମାନେ ପ୍ରଭୁଙ୍କର ବାକ୍ୟ ଶିଖି ପାରୁଛୁ ଏବଂ ନିଜକୁ ଆତ୍ମିକ ଦିଗରେ ଆମମାନେ ନିଜକୁ ମଜବୁତ କରୁଛୁ ତାଙ୍କ ବାକ୍ୟ ଦ୍ୱାରା। ତେଣୁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତା ସହିତ ସ୍ୱରାଜ ଫେଲୋସିପ୍ର ଯେତେକ ଆମମାନଙ୍କର କାର୍ଯ୍ୟକାରୀ ମାନେ ଏବଂ ସମସ୍ତେ ଆଡମିନ୍ ମାନେ ଆଣ୍ଡ ଯିଏ ମାନେ ମେମ୍ବର ଅଛନ୍ତି ସ୍ୱରାଜ ଫେଲୋସିପ୍ରେ ବା ଥିଓଲୋଜିକାଲ ସେମିନାରରେ ସମସ୍ତଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ମୁଁ ସାଧୁବାଦ ଏବଂ ନମସ୍କାର ଜ୍ଞାପନ କରେ ଏବଂ ବିଶେଷ କରି ପ୍ରଭୁଙ୍କୁ ପୁନର୍ବାର ଧନ୍ୟବାଦ ଦେଉଛି। ଆଣ୍ଡ ପ୍ରଭୁ ଆମମାନଙ୍କୁ ଦିନ ପରେ ଦିନ ମାସ ପରେ ମାସ ପ୍ରଭୁ ଆମମାନଙ୍କୁ ସୁରକ୍ଷିତ ରଖି ନୂତନ ଆଶା ନୂତନ ଆକାଂକ୍ଷା ନୂତନ ଭରସା ଦେଇ ଆସୁଅଛନ୍ତି। ତେଣୁ ନିଶ୍ଚିତ ଆମମାନେ ଯଦି ପ୍ରଭୁଙ୍କ ଠାରୁ ଯଦି ଆମମାନେ କିଛି ପାଉଛୁ ତ ନିଶ୍ଚିତ ତାଙ୍କ ପାଇଁ ମଧ୍ୟ ଆମମାନେ କିଛି କରିବାକୁ ପଡ଼ିବ। ତାଙ୍କ ବାକ୍ୟ ଶିଖିକି ଅନ୍ୟମାନଙ୍କ ନିକଟରେ ଆମମାନେ ପହଞ୍ଚାଇବା ପାଇଁ ଏହା ହେଉଛି ଆମମାନଙ୍କର କର୍ତ୍ତବ୍ୟ। ତ ଆସନ୍ତୁ ଆମମାନେ ପ୍ରଭୁଙ୍କର ବାକ୍ୟ ଶିଖିବା ପୂର୍ବରୁ ବା ସେଇ ଯୋଉ ସବଜେକ୍ଟ ଯୋଉ ରହିଅଛି ପ୍ରପର ଥିଓଲୋଜି ସେଇ ବିଷୟ ଅଧ୍ୟୟନ କରିବା ପୂର୍ବରୁ ବା ସେଇ ଯୋଉ ଟପିକ ରହିଅଛି ଯୋଉ ଡକ୍ଟ୍ରିନ ରହିଅଛି ସେଇ କ୍ଲାସ ଆଡ଼କୁ ଅଗ୍ରସର କରିବା ପୂର୍ବରୁ ଆସନ୍ତୁ ଆମମାନେ ସଂକ୍ଷିପ୍ତ ଭାବରେ ପ୍ରାର୍ଥନା କରିବା। ପ୍ରାର୍ଥନା ସହିତ ମାନେ କ୍ଲାସକୁ ଆମମାନେ ଆଗେଇ ନେବା। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ମହାମହିମ ସ୍ୱର୍ଗସ୍ଥ ପିତ ତମର ସେହି ମହତ ଆଶ୍ଚର୍ଯ୍ୟ ଓ ପବିତ୍ର ନାମକୁ ଧନ୍ୟବାଦ ଦଉଛୁ ପ୍ରଶଂସା ଗୌରବ କରୁଛୁ ପିତା। ଏଇ ସନ୍ଧ୍ୟା ସମୟରେ ବା ଏଇ ବିଶେଷ ସମୟରେ ପ୍ରଭୁ ତୁମେ ଆମମାନଙ୍କୁ ବିଭିନ୍ନ ଜାଗାରୁ ପିତା ଏକତ୍ରିତ କଲ ତମ ସେଇ ସାନ୍ନିଧ୍ୟରେ ଏବଂ ତମର ସେ ଉପସ୍ଥିତିରେ। ସେଥିପାଇଁ ଆମମାନେ ଆଜି ବହୁତ ଆନନ୍ଦିତ ଏବଂ ବହୁତ ଖୁସି ଅନୁଭବ କରୁଛୁ ପିତା। କାରଣ ଯେତେବେଳେ ଆମମାନେ ତୁମ ଉପସ୍ଥିତିରେ ଆସୁ ବାସ୍ତବରେ ଆମମାନେ ଅନେକ ବିଷୟରେ ପିତା ମାନେ ଲାଭାନ୍ୱିତ ହେଇଥାଉ। ପ୍ରଭୁ ଏହି ସମୟରେ ବିଶେଷ କରି ପ୍ରାର୍ଥନା କରୁଛି ଯୋଉ କ୍ଲାସ ଆଜି ଆମମାନେ ଆ କ୍ଲାସର ଯୋଉ ସବଜେକ୍ଟ ଆମମାନେ ଶିଖିବା ପାଇଁ ଯିବୁ ପ୍ରଭୁ ତମର ସେ ଉର୍ଦ୍ଦର ଜ୍ଞାନ ଦେଇ ଆମମାନଙ୍କୁ ତୁମେ ବ୍ୟବହାର କର ଏବଂ ଏହି ମହତର ପିତା ଆମମାନେ ବିନତି କରୁଛୁ ତମର ସେ ସ୍ୱର୍ଗ ଉନ୍ମୁକ୍ତ କର ଏବଂ ତମର ସେ ସ୍ୱର୍ଗୀୟ ବାହିନୀ ଗଣ ଆମମାନଙ୍କର ଚତୁଃପାର୍ଶ୍ୱରେ ତୁମେ ରଖ ଏବଂ ତମର ସେ ସ୍ୱର୍ଗୀୟ ବାହିନୀ ଗଣର ନିୟନ୍ତ୍ରଣ ଦ୍ୱାରା ଏସବୁ ବିଷୟ ଯୋଉ ସେବା କାର୍ଯ୍ୟ ଆମମାନେ କରୁଅଛୁ ଯେପରି ସେବା କାର୍ଯ୍ୟ ପିତା ସମ୍ପୂର୍ଣ୍ଣ ଭାବରେ ଏବଂ ଉତ୍ତମ ଭାବରେ ସାଧିତ ହେବ ଏଥି ନିମନ୍ତେ ପ୍ରାର୍ଥନା କରୁଛି। ଏସବୁ ବିଷୟରେ ତୁମେ ଗୌରବ ଏବଂ ମହିମା ପାଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ଆମେନ୍। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମମାନେ ଦେଖିବା ସେଇ ପ୍ରପର ଥିଓଲୋଜିର ସବଜେକ୍ଟ ଆଣ୍ଡ ଦେନ୍ ଆମମାନଙ୍କର ସବଜେକ୍ଟ ଯୋଉଟା ରହିଅଛି ସେଟା that one is know about God। ବିଶେଷ ବିଶେଷ ପରମେଶ୍ୱରଙ୍କର ବିଷୟ ଆମମାନେ ଶିଖି ଆସିଅଛୁ। ଆଣ୍ଡ ଦେନ୍ ଗତ କ୍ଲାସରେ ଆମମାନେ କେତେ ଗୋଟି ପରମେଶ୍ୱରଙ୍କର ନାମ ବିଷୟ ଆମମାନେ ଅଧ୍ୟୟନ କରିଥିଲୁ। ଆଣ୍ଡ ଦେନ୍ ସେଟା ଜଷ୍ଟ ସମରାଇଜ କରିବା ପାଇଁ ମୁଁ ଚାହିଁବି। ଆଣ୍ଡ ଦେନ୍ ୟେସ୍ ପରମେଶ୍ୱରଙ୍କର ତାର ସଂଖ୍ୟା କ'ଣ ଡେଫିନେସନ ଅଫ ଗଡ୍ ଏ ବିଷୟ ଆମମାନେ ଅଧ୍ୟୟନ କରିଥିଲୁ। ଆଣ୍ଡ ଦେନ୍ ତା ସହିତ ପରମେଶ୍ୱରଙ୍କ ନାମ ବାଇବଲରେ ବା what are the biblical name of gods ବାଇବଲରେ କେତେ ଗୋଟି ମାନେ ବିବ୍ଲିକାଲ ନେମ୍ ଗୁଡ଼ିକ ପରମେଶ୍ୱରଙ୍କର ନାମ ଯାହା ରହିଅଛି କ'ଣ କ'ଣ କେତେକ ନାମ ଗୁଡ଼ିକ ଆପଣମାନଙ୍କ ସମ୍ମୁଖରେ ସ୍କ୍ରିନ୍ ମାଧ୍ୟମରେ ଶିକ୍ଷା ମାନେ ଶିକ୍ଷାର ଉପସ୍ଥାପନ କରୁଥିଲି। and I hope you have learned and you have noted out all this topic that I have explained in last class and then ଏସବୁ ବିଷୟ ପ୍ରାୟ ଅନେକ ପ୍ରଭୁଙ୍କର ନାମ ଏବଂ ସଦାପ୍ରଭୁଙ୍କର ନାମ କ'ଣ କ'ଣ ରହିଅଛି ଏବଂ
କଣ ପାଇଁ ଅ ପରମେଶ୍ୱର ବିଭିନ୍ନ ନାମରେ ଦଖାଗଲା? ପରମେଶ୍ୱର ତ କେବେ କହିନାହାନ୍ତି ଅ ଅମୁକ ନାମରେ ମତେ ଡାକ ଏବଂ ସେହି ନାମରେ ମତେ ଡାକ ଏବଂ ସେହି ନାମରେ ମତେ ପରିଚୟ ଦିଅ ବୋଲି ସେ କେବେ କହିନାହାନ୍ତି। ତଥାପି ଇସ୍ରାଏଲ ଲୋକମାନେ ବିଭିନ୍ନ ନାମ ଦେଇ ସେମାନେ ତାହାଙ୍କୁ ଆହ୍ୱାନ କଲେ ଏବଂ ସେମାନେ ଡାକୁଥିଲେ ଏବଂ ପରମେଶ୍ୱର ଶୁଣିଲେ। ତ ଏ ବିଷୟ ଆମମାନେ ଅଧ୍ୟୟନ କରିଥିଲୁ। And then ଆଜି ଆମମାନେ ଦେଖିବା ପରମେଶ୍ୱରଙ୍କର ଅସ୍ତିତ୍ୱ, ଭେରି ଥିଓଲୋଜିକାଲ, ଏଇଟା ବେଶୀ ଫିଲୋସଫିକାଲ ଏଣ୍ଡ ଦେନ୍ ବୁଝିବା ପାଇଁ ଟିକେ କଷ୍ଟ ହେବ, କିନ୍ତୁ ଆପଣମାନେ ଟିକେ ମୋ ସହିତ କୋଅପରେଟ କରିବେ। ଏଣ୍ଡ ଦେନ୍ ଯାହା ବି ମୁଁ କହିବି ଏଣ୍ଡ ଦେନ୍ ଆପଣମାନେ ଯଦି ନୋଟ୍ସ ରଖିଛନ୍ତି ନୋଟ୍ ଡାଉନ୍ କରନ୍ତୁ, ଏଣ୍ଡ ଦେନ୍ ଯଦି ଲେଖି ପାରୁଛନ୍ତି ଲେଖନ୍ତୁ। ଏଣ୍ଡ ଦେନ୍ ଯଦି ଆପଣମାନେ ଏଇଟା ଡାଇରେକ୍ଟ ପଠନ କରିବେ ହୁଏତ ଡାଇରେକ୍ଟଲି ଆପଣମାନେ ସେଟା ଜାଣିପାରିବେ ନାହିଁ। ଯଦି if you are able to, then that is fine, but if you are not able to grasp, then it is better to listen. ଆପଣମାନେ ଧ୍ୟାନର ସହିତ ଆପଣମାନେ ଶୁଣିବେ। ଯେହେତୁ ଯୋଉ ବିଷୟ ଆଜି ଆମେ ଧ୍ୟାନ କରିବା ବହୁତ ଫିଲୋସଫିକାଲ, ବହୁତ ଫିଲୋସଫିକାଲ, ଫିଲୋସଫି ସହିତ ବହୁତ ରିଲେଟେଡ ରହିଅଛି। ଏଣ୍ଡ ଦେନ୍ ଏ ବିଷୟ ମାନେ ଗିର୍ଜା ଘରେ ଏଣ୍ଡ ଦେନ୍ ସଣ୍ଡେ ୱାର୍ସିପ ମାନେ ଶୁଣିବା ନାହିଁ, ଯେହେତୁ ଏ ଏ ବିଷୟ ଏ ଟପିକ ଗୁଡ଼ିକ ପ୍ରାୟ ପ୍ରସଙ୍ଗରେ ଆମେ ପାଉନୁ। ପାଇବା କି ନାହିଁ କି ସେଟା ବଡ କଥା ନାହିଁ, କିନ୍ତୁ ପ୍ରାୟତଃ ହେ ଗୁଡ଼ିକ ପ୍ରଚାର କରାଯାଏ ନାହିଁ। ମୁଁ କହୁନି କି କିଏ ଜାଣୁନାହାନ୍ତି ବୋଲି କହୁନି, ସମସ୍ତେ ଜାଣିଛନ୍ତି ବଡ ବଡ ଆମର ପ୍ରଚାରକ ମାନେ, କିନ୍ତୁ ଏଗୁଡ଼ିକ ମଣ୍ଡଳୀରେ ଏବଂ ବା ଚର୍ଚ୍ଚରେ ପ୍ରଚାର କରାଯାଏ ନାହିଁ। ତେଣୁକରି ଆମମାନେ ଏଠାରେ ଶିଖିବା ଶିଖିକି ଆମମାନେ ଜ୍ଞାନରେ ଜାଗ୍ରତ ହେବା ଏବଂ ପ୍ରଭୁଙ୍କର ବିଷୟରେ ଆମମାନେ ଆଉ ଅଧିକ ବିଷୟ ଏବଂ ଅଧିକ ଜ୍ଞାନ ଅର୍ଜନ କରିକି ରଖିବାଟା ବହୁତ ଭଲ ବିଷୟ ହେବ। ତେଣୁକରି ଆସନ୍ତୁ ଆମମାନେ ଦେଖିବା ଦ ଏକ୍ଜିଷ୍ଟେନ୍ସ ଅଫ ଗଡ୍, ପରମେଶ୍ୱରଙ୍କର ଅସ୍ତିତ୍ୱ। ପରମେଶ୍ୱରଙ୍କର ଅସ୍ତିତ୍ୱ କହିଲେ କଣ ବୁଝୁଛନ୍ତି ଆପଣ? ଗୋଟିଏ ଲାଷ୍ଟ କ୍ଲାସରେ ମୁଁ ଗୋଟେ ପ୍ରଶ୍ନ କରୁଥିଲି, ଆଣ୍ଡ ଦେନ୍ ସେ ପ୍ରଶ୍ନରେ ଏହା ଥିଲା ଯେ ଛୋଟ ସମୟରେ ମୁଁ ପ୍ରାୟ ବା ବେଡେ ବେଡେ ମୁଁ ଭାବୁଥାଏ ପ୍ରଭୁ ଆମମାନଙ୍କୁ ସୃଷ୍ଟି କରିଛନ୍ତି, ହେଲେ ପରମେଶ୍ୱର କିଏ ସୃଷ୍ଟି କଲା? ପରମେଶ୍ୱର କିଏ ସୃଷ୍ଟି କଲା? ପରମେଶ୍ୱର କୋଉଠୁ କୋଉ ଜାଗାରୁ ସେ ଆସିଲା, ତାର ଆରମ୍ଭ କେମିତି ହେଲା? ଏ ବିଷୟ ଭାବିଲେ କେବେ ଭାବି ହେବ ନାହିଁ। ବାଇବଲ କହୁଛି ଗଡ୍ ଇଜ ଏଭରଲାଷ୍ଟିଂ ଗଡ୍, ସେ ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ସେ ଅଛନ୍ତି। ଏଟା ଏ ବିଷୟରେ ଆମେ ଜାଣିପାରିବା ଯେ ପରମେଶ୍ୱରଙ୍କର ତାର କିଛି ଆରମ୍ଭ ନାହିଁ କି ତାର କିଛି ଶେଷ ନାହିଁ। ଓକେ, ଏହା ବାଇବଲ କହୁଛି। କିନ୍ତୁ ଥିଓଲୋଜିକାଲି ଯଦି ଆମମାନେ ଭାବିବା ପରମେଶ୍ୱରଙ୍କର ଅସ୍ତିତ୍ୱ, ତେବେ ପରମେଶ୍ୱରଙ୍କର ଅସ୍ତିତ୍ୱ ବିଷୟ ଯଦି ଆମେ ଯେତେବେଳେ ଆମେ ଅଧ୍ୟୟନ କରିବା ତ ନିଶ୍ଚିତ ପରମେଶ୍ୱରଙ୍କର ଆରମ୍ଭ ବିଷୟ ମାନେ ଜାଣିବାଟା ବହୁତ ଆବଶ୍ୟକ। ପରମେଶ୍ୱର କେମିତି ତାର ଅସ୍ତିତ୍ୱ ରହିଅଛି, ତା ଆରମ୍ଭ କେମିତି, ଏଣ୍ଡ ଦେନ୍ ପରମେଶ୍ୱର ଅଛନ୍ତି ନା ନାହିଁ, ଯଦି ଅଛନ୍ତି ସେ କେମିତି ଅଛନ୍ତି, এই ବିଷୟ ଆଜି ଆମେ ଅଧ୍ୟୟନ କରିବା। ପରମେଶ୍ୱରଙ୍କର ଅସ୍ତିତ୍ୱ ବିଷୟ ହଉଛି ମାନେ ପରମେଶ୍ୱରଙ୍କର ଅସ୍ତିତ୍ୱର ଅର୍ଥ ହଉଛି ପରମେଶ୍ୱର ଅଛନ୍ତି ନା ନାହିଁ, ଯଦି ଅଛନ୍ତି ତାର ଆରମ୍ଭ କଣ, ତାର ଶେଷ କଣ, ଏ ବିଷୟ ଆଜି ଆମେ ଦେଖିବା। ବା ପରମେଶ୍ୱର ଯଦି ଅଛନ୍ତି ବୋଲି ଆମେ କହିବା, କେମିତି ଆମେ ପ୍ରମାଣ ଦେଇପାରିବା? ସେଇ ପ୍ରମାଣ ଦେବା ଦ୍ୱାରା ଆମେ ଜାଣିପାରିବା ଯେ ପରମେଶ୍ୱରଙ୍କର ଅସ୍ତିତ୍ୱ ଅଛି ବୋଲି। When you understand the existence of God, you will be able to understand, yes, there is a God. ତେଣୁକରି ଆମେ ଦେଖିବା ପରମେଶ୍ୱରଙ୍କର ଅସ୍ତିତ୍ୱକୁ କେମିତି ଆମେ ପ୍ରୁଭ କରିବା। ଯେହେତୁ ଆମେ ପରମେଶ୍ୱରଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରୁଛୁ, ଆମେ ବିଶ୍ୱାସ କରୁଛୁ ଯେ ପରମେଶ୍ୱର ଅଛନ୍ତି। ହଁ ଅଛନ୍ତି, କିନ୍ତୁ କେମିତି ସେ ଅଛନ୍ତି? ଏଣ୍ଡ ଦେନ୍ ଯଦି ସେ ଅଛନ୍ତି କେମିତି ଆମେ ପ୍ରୁଭ କରିବା? ଯେହେତୁ ଅନେକ ନାସ୍ତିକ ମାନେ ଅଛନ୍ତି, ଦେयर ଇଜ नो ଗଡ୍ ବୋଲି ସେମାନେ କହନ୍ତି। ଅନେକ ନାସ୍ତିକ ମାନେ ଅଛନ୍ତି ଯେମାନେ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି ନାହିଁ, ସେମାନେ କହନ୍ତି ପ୍ରଭୁ ନାହାନ୍ତି।
ପ୍ରଭୁ ଅଛନ୍ତି ବୋଲି ସେମାନେ ବିଶ୍ୱାସ କରୁଛନ୍ତି କି ନାଇଁ they are saying that there is no God ତ ସେମିତିକା ଲୋକମାନଙ୍କୁ ପ୍ରମାଣିତ ଦେବା ପାଇଁ ବା ପ୍ରମାଣ କରିବା ପାଇଁ ଆମମାନେ କଣ କରିବାକୁ ପଡିବ ବା ବେଳେ ବେଳେ ଆମମାନଙ୍କର ମନରେ ମଧ୍ୟ ଏମିତି ଆସେ ଯେ ପରମେଶ୍ୱର ଅଛନ୍ତି ନା ନାହିଁ ଏଟା ବି ବେଳେ ବେଳେ ଆମମାନଙ୍କ ମନରେ ଆସୁଥାଏ ଯେହେତୁ ମୁଁ ତେଣୁକରି ପ୍ରଥମରେ ମୁଁ କହିଲି ପରମେଶ୍ୱର ଆମମାନଙ୍କୁ ଗଢ଼ିଛନ୍ତି ହେଲେ ବା ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି ହେଲେ ପରମେଶ୍ୱର ତାହାକୁ କିଏ ସୃଷ୍ଟି କଲା ସେ କୁଆଡୁ ଆସିଲା ଏ ବିଷୟ ବେଳେ ବେଳେ ଆମମାନଙ୍କ ମନରେ ଆସୁଥାଏ ଯେତେବେଳେ ଆମେ ଭାବିବା ଅଧିକ 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 ଯେତେବେଳେ ଆମେ ଭାବିବା ଶେଷରେ ଆମମାନଙ୍କର ମନରେ କଣ ଆସୁଥାଏ ନାଇଁ ପରମେଶ୍ୱର ଅଛନ୍ତି ନା ନାଇଁ ନା ବୋଲି ବେଳେ ବେଳେ ଆମର ସନ୍ଦେହ ବି ଆସୁଥାଏ ଆମମାନଙ୍କ ମନରେ ବା ଆମମାନଙ୍କ ମନରେ ସନ୍ଦେହ ଜନ୍ମେ ତ ମୋର ଈଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କର ଅସ୍ତିତ୍ୱ ତାଙ୍କର ଏକ୍ଜିଷ୍ଟେନ୍ସ କୁ ପ୍ରୁଭ୍ କରିବା ପାଇଁ ତିନି ଗୋଟି ବିଷୟ ବା ତିନି ଗୋଟି ରାସ୍ତା ରହିଅଛି ଯୋଉ ବିଷୟ କି ଯୋଉ ରାସ୍ତା କି କିଛି ଆମମାନଙ୍କୁ ସାହାଯ୍ୟ କରେ ପରମେଶ୍ୱରଙ୍କର ଅସ୍ତିତ୍ୱକୁ ବୁଝିବା ପାଇଁ so they fall into three broad groups ମାନେ ତିନୋଟି ଗ୍ରୁପ ରହିଅଛି ତିନୋଟି ବିଷୟ ରହିଅଛି ଯୋଉ ବିଷୟରେ କି ଆମମାନେ ସେଠି ପରମେଶ୍ୱରଙ୍କର ଅସ୍ତିତ୍ୱକୁ ଆମମାନେ ଜାଣିପାରିବା ପରମେଶ୍ୱରଙ୍କର ଆରମ୍ଭକୁ ଆମମାନେ ଜାଣିପାରିବା ପରମେଶ୍ୱର ଅଛନ୍ତି ବୋଲି ଆମମାନେ ଜାଣିପାରିବା ତ ପ୍ରଥମ ବିଷୟ ହେଲା the belief in God is intuitive ତାର ଅର୍ଥ ପରମେଶ୍ୱରଙ୍କର ଉପରେ ବିଶ୍ୱାସ ଅନ୍ତର୍ନିହିତ ତାର ଅର୍ଥ କଣ ପରମେଶ୍ୱରଙ୍କର ଉପରେ ବିଶ୍ୱାସ ଅନ୍ତର୍ନିହିତ what does that mean sir the belief in God is intuitive ତାର ଅର୍ଥ ପରମେଶ୍ୱର ସେ ଆମମାନଙ୍କର ଅନ୍ତରରେ ସେ ବାସ କରନ୍ତି ଆମମାନଙ୍କ ଅନ୍ତର ଭିତରେ ହିଁ ରହିଅଛି ଏବଂ ଆମମାନଙ୍କର ଅନ୍ତର ଯେଉଁ ବା ଆମମାନଙ୍କର ଅନ୍ତରର ଯେଉଁ ଅନୁଭୂତି ରହୁଛି ବା ଆମମାନଙ୍କ ଅନ୍ତର ଭିତରେ ଯେଉଁ ଯେଉଁ ଅନୁଭୂତି ଦ୍ୱାରା ଆମମାନେ ଜାଣିପାରୁଅଛୁ ଯାହା ଅନ୍ତରର ଯୋଉ ଅନୁଭୂତି ଦ୍ୱାରା ଆମମାନେ କିଛି ଜାଣିପାରୁଛୁ ସେଇଟା ହିଁ କଣ ବୋଲି କୁହାଯାଏ ଅନ୍ତର୍ନିହିତ ବା ଇଣ୍ଟୁଇଟିଭ ତାର ଅର୍ଥ Alung ugaringlen aimna ore alung jiilinglen aimna bati gaman kitung jenengan len adong kitung adong litin galam roti tebi oke to alung ugaringlen aimna bati alung ugaringlen abir naji na bati ale kitungan deku gamle roti tebi yanggam kemiti seda because law was written in our heart ଯେହେତୁ ମନୁଷ୍ୟ ମାନଙ୍କ ଜୀବନରେ ମନୁଷ୍ୟ ଅନ୍ତର ଭିତରେ ପରମେଶ୍ୱର ବ୍ୟବସ୍ଥା ସେ ପ୍ରତିଷ୍ଠା କରିଅଛନ୍ତି ଏବଂ ସେହି ପ୍ରତିଷ୍ଠିତ ବ୍ୟବସ୍ଥା ଦ୍ୱାରା ଆମମାନେ ଜାଣିପାରିବା ଯେ ଭୁଲ କଣ ଠିକ କଣ ମନ୍ଦ କଣ ଏବଂ ଉତ୍ତମ ବିଷୟ କଣ ସେହି ବିଷୟ ମାନେ ଜାଣିପାରିବା ଏବେ ଯଦି ଆପଣ ମାନେ ପଠନ କରିବେ ରୁମି ତାର 1:19-20 ଯଦି ଆପଣ ମାନେ ପଠନ କରିବେ God is evident within them ପରମେଶ୍ୱର ଅଛନ୍ତି ସେମାନଙ୍କ ଅନ୍ତର ଭିତରେ ଯଦି ପରମେଶ୍ୱର ଯଦି ଆମମାନଙ୍କ ଅନ୍ତର ଭିତରେ ଯଦି ନାହିଁ ତ ଆମମାନେ କିଛି କରିପାରିବା ନାହିଁ ତାର ଅର୍ଥ ଆମମାନଙ୍କର ଅନ୍ତର୍ନିହିତ ବିଷୟରୁ ଆମମାନଙ୍କର ଇଟର୍ନାଲ ସୋର୍ସେସ ଦ୍ୱାରା ଆମମାନେ କହିପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି ଗଲୁ ଲାଇକ ଆମେ ଡରତେ ନାହିଁ ଏଇଟା ଟିକେ ତେଣୁକରି ମୁଁ କହିଲି ଏଇ ଟପିକ ଗୁଡିକ ବହୁତ ଚ୍ୟାଲେଞ୍ଜ ରହିବ ମାନେ ଟିକେ ବୁଝିବା ପାଇଁ ଯେହେତୁ ବହୁତ ଫିଲୋସଫିକାଲ ରହିଅଛି ତ ଆଲୁ ଉଗର ରିଙ୍ଗନ ଆବିର୍ନାଜି ବାତେ
Alung ugar ringlen air naji bati itin telen bangsan or irbangsan itin telen galam rap tebe kana abir naji vansar ye raitin kana abir naji kaya tingga ye raitin kaya tinggi kanate air suna gedila jone ଅଛନ୍ତି ଯେ କି ମନୁଷ୍ୟ ଭିତରେ ଅନ୍ତର ଭିତରେ ପ୍ରତିଷ୍ଠା କରିଅଛନ୍ତି ଏଷ୍ଟାବ୍ଲିଶ କରିଅଛନ୍ତି ତେବେ ଯଦି ଯଦି ଜଣେ କିଏ ଯଦି ଏଷ୍ଟାବ୍ଲିଶ କରିଅଛନ୍ତି ଆମମାନଙ୍କ ଅନ୍ତରରେ ସେ ହେଉଛନ୍ତି ପରମେଶ୍ୱର ମାନେ ସୃଷ୍ଟି 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 ଆମମାନେ ଏହି ନୁ ଜଣେ ତା ପଛରେ ଅଛନ୍ତି ଯଦି ଆପଣ ମାନେ ଯଦି ଭଲ କ୍ୱାଲିଟି ଯଦି ଅଛି ଆପଣମାନଙ୍କ ଭିତରେ ସେ କ୍ୱାଲିଟି ଗୁଡ଼ିକ କେଉଁଠାରୁ ଆସିଅଛି all the qualities that is there within you it doesn't mean that it has came from within yourself no it has came from someone ଜଣଙ୍କ ଦ୍ୱାରା ଏହା ଆରମ୍ଭ କରାଯାଇଅଛି ସେଇ ଜଣେ ହେଉଛି ପରମେଶ୍ୱର ତ ଏହି ବିଷୟ ଦ୍ୱାରା ଆମମାନେ ପ୍ରୁଭ କରିପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି ଆଉ ଦ୍ୱିତୀୟ ବିଷୟ ହେଲା ଶାସ୍ତ୍ର ଦ୍ୱାରା ଅନୁମାନ ବା ଶାସ୍ତ୍ର ଆମମାନଙ୍କୁ କୁହେ ପବିତ୍ର ବାଇବଲ ଆମମାନଙ୍କୁ କୁହେ ପରମେଶ୍ୱରଙ୍କର ଅସ୍ତିତ୍ୱ ବିଷୟ କେବଳ ବାଇବଲ କହୁନି ଇଭେନ କୁରାନ ଇଭେନ ଆମର ଗୀତା ଭଗବତ ଗୀତା ଏମାନେ ବି ବିଭିନ୍ନ ଧର୍ମର ଶାସ୍ତ୍ର ମାନେ ମଧ୍ୟ କହନ୍ତି ଯେ ପରମେଶ୍ୱର ଅଛି ବୋଲିକି ତ the shastra is or the scripture is evidence for his existence ତ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ପବିତ୍ର ଶାସ୍ତ୍ର ଦ୍ୱାରା ଆମମାନେ ଜାଣିପାରିବା ବା ପବିତ୍ର ଶାସ୍ତ୍ର ମଧ୍ୟ କୁହେ ପରମେଶ୍ୱରଙ୍କର ବିଷୟ ତ ଏଥିରୁ ଆମମାନେ ଏବଂ ଏହି ବିଷୟରେ ଆମେ ଜାଣିପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି ଏବଂ ଯିଏମାନେ ଲେଖିଛନ୍ତି ସେମାନେ ବାୟା ବାୟା ହେଇକି ସେମାନେ ଲେଖି ନାହାନ୍ତି ଓକେ ଅବଶ୍ୟ ସେମାନେ ମନୁଷ୍ୟ ଥିଲେ ୟେସ୍ ସେମାନେ ମନୁଷ୍ୟ ଥିଲେ କିନ୍ତୁ ଯିଏମାନେ ଲେଖିଛନ୍ତି ବାଇବଲ ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ଏବଂ ପବିତ୍ର ଆତ୍ମାଙ୍କ ଦ୍ୱାରା ସେମାନେ ପ୍ରେରଣା ପାଇକି ସେମାନେ ଲେଖିଛନ୍ତି ତେଣୁକରି ସେମାନଙ୍କର ଲେଖାଟା ସେମାନଙ୍କର ରାଇଟିଂଟା ଏତେ ଭ୍ୟାଲ୍ୟୁ ଏତେ I'm sorry ଟିକେ ନେଟୱାର୍କଟା ଟିକେ ସ୍ଲୋ ଅଛି ଓକେ ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ଯିଏମାନେ ବାଇବଲ ଲେଖିଛନ୍ତି ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରଣା ପାଇଛନ୍ତି ତେଣୁକରି ସେମାନଙ୍କର ରାଇଟିଂଟା ବହୁତ ଅଥେଣ୍ଟିକ ବା ବହୁତ ଅଧିକାର ଯୁକ୍ତ ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ବାଇବଲ ହେଉଛି ଏଭିଡେନ୍ସ କିନ୍ତୁ ବାଇବଲ ବା ପବିତ୍ର ଶାସ୍ତ୍ର ପରମେଶ୍ୱରଙ୍କର ଅସ୍ତିତ୍ୱକୁ ପ୍ରମାଣିତ କରିବା ପାଇଁ ଲେଖାଯାଇ ନାହିଁ ଏଟା ମନେ ରଖିବେ ପରମେଶ୍ୱରଙ୍କର ଅସ୍ତିତ୍ୱକୁ ପ୍ରମାଣିତ କରିବା ପାଇଁ ବାଇବଲ ଲେଖାଯାଇ ନାହିଁ କିନ୍ତୁ ପରମେଶ୍ୱରଙ୍କର ତାଙ୍କର ମହାନ କାର୍ଯ୍ୟ ତାଙ୍କର ସର୍ବପରିଷ୍ଠ ବିଷୟ ଏଠାରେ ପ୍ରକାଶ କରେ ବିଶେଷ କରି ଯଦି ଆପଣ ମାନେ ଯଦି ଦେଖିବେ ଆଦି ପୁସ୍ତକ ତାର ଏକ ଏକରେ ଯଦି ଦେଖିବେ ଆପଣ ମାନେ ପାଇପାରିବେ ସେଠାରେ ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀ ସେ ସୃଷ୍ଟି କଲେ ତ ଏହି ବିଷୟରେ ଆମେ ଜାଣିପାରିବା ଯେ ପରମେଶ୍ୱର ଅଛନ୍ତି ତ ଯଦି ଦେଖିବା ଆପଣ ମାନେ ଯଦି ଦେଖିବେ ଆଦି ପୁସ୍ତକ ତାର 1-3-4 ପର୍ଯ୍ୟନ୍ତ ଯଦି ଆପଣ ମାନେ ଦେଖିବେ ସେଠି ପରମେଶ୍ୱରଙ୍କର ବିଷୟରେ ଅଛି ପରମେଶ୍ୱର କଣ କରିଛନ୍ତି ପରମେଶ୍ୱରଙ୍କର ଅସ୍ତିତ୍ୱ ବିଷୟ ସେଠି ଦିଆଯାଇଅଛି ତ ଏଠି ଆମେ ମାନେ କୌଣସି ଥିଓଲୋଜିକାଲ ମାନେ କୌଣସି ବଡ଼ ବଡ଼ ଜ୍ଞାନ ଦ୍ୱାରା ଏବଂ କୌଣସି ଯୁକ୍ତି ତର୍କ କରିକି ଆମେ ପରମେଶ୍ୱରଙ୍କୁ ପରମେଶ୍ୱରଙ୍କର ଅସ୍ତିତ୍ୱକୁ ଆମେ ପ୍ରମାଣ କରିପାରିବା ନାହିଁ ବା ବାଇବଲରୁ କାଢ଼ିକି ବାଇବଲରୁ କେତେକ ବିଷୟ ବାହାର କରିକି ଏବଂ ଯୁକ୍ତି ତର୍କ କରିକି ଆମେ
परमेश्वर को आमे तार अस्तित्व को आमे बाहर करि परिबा नाही कि आमे एक्सप्लेनेशन करि परिबा नाही जेतु परमेश्वर जेतु धर्मशास्त्र बा पवित्र पवित्र वाक्य जुक्ति तर्क पाई ताहा लेखा जाहि नाही इट इज नॉट द पर्पस ऑफ आर्गुमेंट आर्गुमेंट करिया पाई ए वाक्य लेखा जाहि नाही एवं ताहांकर अस्तित्व को प्रमाणित करिया पाई आमे बहुत माने विभिन्न प्रकार जुक्ति युक्त माने जुक्ति तर्क करके माने ताहा प्रूव करि परिबा नाही बाइबल रो जुक्ति तर्क करिकि आबे ओडिसा रे मु देखुची बहुत जुक्ति तर्क रहउची जीसु आसीतिले कि नाही से इतिहास रे अछन थिले ना नाही ए विषय सब आ माने बाइबल को तर्क वितर्क आड़को माने नेबा नाही तेणु करी मोर ईश्वर लोक माने ए दुईटी विषय आपण माने मने रखिबे प्रथम विषय होची आमान अंतर्निहित विषय द्वारा परमेश्वर अस्तित्व को आम प्रमाण करि परिबा एवं द्वितीय हैला शास्त्र द्वारा परमेश्वर वाक्य द्वारा जे जेहेतु बाइबल रे बा धर्मशास्त्र रे परमेश्वर अस्तित्व विषय संपूर्ण भाव में दिया जाई अछि तेणु करी बाइबल मध्य कोए परमेश्वर होचंती अनादि काल अनंत काल पर्यंत से अछंती तार अर्थ अर्थात से तार किछि आरंभ नाही कि तार किछि शेष नाही ओके तो सेमिति रही अछि एंड आसंतो तृतीय विषय ला देखिबा आर्गुमेंट फॉर द एक्जिस्टेंस ऑफ गॉड परमेश्वरंकर अस्तित्व पाई जुक्ति एडी केते केते गुटी माने केते गुटी जुक्ति तर्क रही अछि मु प्रीवियस पॉइंट रे मु कहइले आमे जुक्ति तर्क द्वारा माने परमेश्वर को माने प्रमाणित करि परिवार नाही बोली मु कहउतिली किंतु बाइबल रो मु सेटा मु कहइले बाइबल रो माने जुक्ति तर्क करि कि माने बाइबल रो माने पेज पर पेज चैप्टर पर चैप्टर माने सेमिति फाइंड आउट करि कि बाइबल को माने कोन करिबा नाही जुक्ति तर्कर सोर्स आमाने करि माने जुक्ति तर्कर सोर्स बाबर आमाने व्यवहार करिबा नाही ओके किंतु मोर ईश्वरक लोक माने किंतु केतेक फिलोसॉफिकल नॉलेज रे केतेक लॉजिकल नॉलेज रे नै कि आमाने जुक्ति तर्क करि परिबा ओके मु बाइबल रे एटी मु जुक्ति तर्क आनिबि नाही जोटा कि तृतीय पॉइंट रे अछि जोटा कि तृतीय पॉइंट रे अछि से पॉइंट होउची परमेश्वरंकर अस्तित्व पाई जुक्ति किंतु मो प्रीवियस पॉइंट रे मु कहली बाइबल रे आमे सेठी कोन करि परिबा नाही जुक्ति तर्क करिबा नाही जुक्ति तर्क पाई एटा लेखाय नि ओके किंतु फिलोसॉफिकली अनुसार देखिबा को गले जुक्ति तर्क आवश्यक जुक्ति तर्क न कले बा जुक्ति सहित जदि आम माने डिस्कशन करिबा नाही तेबे तार आंसर आम माने पाई परिबा नाही कि तार उत्तर आम माने पाई परिबा नाही तो मोर ईश्वरक लोक माने से तृतीय पॉइंट जोटा अछि आर्गुमेंट फॉर एक्जिस्टेंस ऑफ गॉड तार अर्थ परमेश्वरंकर अस्तित्व पाई जुक्ति केमिति जुक्ति तर्क करिवे तेने मन लो जुक्ति तर्क रही अछि प्रथम होउची कॉस्मोलॉजिकल आर्गुमेंट ब्रह्मांड जुक्ति ए जाको टिके कष्ट लागिबो बहुत फिलोसॉफिकल टिके कष्ट लागिबो किंतु मु सिंपल करिमे आई विल मेक इट वेरी सिंपल कॉस्मोलॉजिकल आर्गुमेंट कॉस्मोलॉजिकल कॉस्मोस एटा होउची ग्रीक शब्द कॉस्मोस रो अर्थ होउची जगत ब्रह्मांड बा यूनिवर्स ओके कॉस्मोस ओके एटा ग्रीक शब्द कॉस्मोस जगत को कॉस्मोस बोली कहंती बा ब्रह्मांड को कॉस्मोस बोली कहंती बा कॉस्मोलॉजी रो अर्थ होची द स्टडी ऑफ यूनिवर्स ब्रह्मांड रो पाठ बोली कहंती कॉस्मोलॉजी रो अर्थ ओके ओडार से लान्यंग ना गामती द यूनिवर्स मस्ट हैव पास्ट कॉज or creator everything bigger must have the adequate cause मोर ईश्वरक लोक माने एही ब्रह्मांड विषय को नहीं कि आमाने
परमेश्वरଙ୍କର अस्तित्वକୁ ଆମେ ପ୍ରମାଣିତ କରିବା ଏଠି ଏଠି ଟିକେ ଶୁଣନ୍ତୁ କେମିତି ସେଟା ମାନେ ବ୍ରହ୍ମାଣ୍ଡର ବିଷୟକୁ ବା କସ୍ମସକୁ ନେଇକି ଆପଣମାନେ କେମିତି ସେଟା ପରମେଶ୍ୱରଙ୍କର अस्तित्वକୁ ପ୍ରୁଭ୍ କରିବେ how are you going to prove the God existence by taking the concept of cosmos କସ୍ମସର ବିଷୟକୁ ନେଇକି ବା ବ୍ରହ୍ମାଣ୍ଡ ବିଷୟ ବା ଜଗତ ବିଷୟକୁ ନେଇକି କେମିତି ଆପଣମାନେ ପରମେଶ୍ୱରଙ୍କର ବିଷୟ ପ୍ରମାଣିତ ଦେବେ how are you going to prove ମୋର ଈଶ୍ୱରଙ୍କ ଲୋକମାନେ ଆମମାନେ ଜାଣିଅଛୁ ପରମେଶ୍ୱର ହିଁ ସରି ବ୍ରହ୍ମାଣ୍ଡ ଅଛି ଏବଂ ସୌର ଜଗତରେ ଅଛି ସୌର ଜଗତ ଅଛି ଏବଂ 9ଟି ଗ୍ରହ ଅଛି 9ଟି ଗ୍ରହ ଅଛି ଏ 9ଟି ଗ୍ରହ ତାର ନିଜେ ସେମାନେ କ୍ରିଏଟ ହେଇନାହାନ୍ତି ନା they did not come by themselves ଆଣିଛି ମାନେ ଡୁମଡମ ନେଇ ନା ଆଜିକାଲି 9ଟି ଗ୍ରହ ଯାକ କିଏ ତ ଜଣେ କିଛି କରିଛନ୍ତି କିଏ ତ ଜଣେ ତା ପଛରେ ଅଛି ମୋର ଈଶ୍ୱରଙ୍କ ଲୋକମାନେ ଏଠି ଦେଖନ୍ତୁ ଏଇଟା ଗୋଟେ ପେନ୍ ଏଇଟା ଟିକେ ଦେଖନ୍ତୁ ଏଇଟା ଭଲରେ ଦେଖାଯାଉନି ପେନ୍ଟା ଟିକେ ଛୋଟ ଓକେ ଓକେ ହ୍ୱାଟ ଏଭର ଇଟ୍ ଇଜ ମୋବାଇଲ ଗୋଟେ ଧରନ୍ତୁ ମୋବାଇଲ ଦେଖନ୍ତୁ ମୋବାଇଲ ଅଛି ସମସ୍ତଙ୍କ ହାତରେ ଅଛି କିନ୍ତୁ ମୋବାଇଲ ପଛରେ ଯଦି ଆମେ ଷ୍ଟଡି କରିବା ତ ମୋବାଇଲ ଅଟୋମେଟିକ ତ ସେଟା ଆସିନି ମୋବାଇଲ ପଛରେ କିଏ ଜଣେ ଅଛନ୍ତି ଯିଏକି ସେଟା କରିଛନ୍ତି ତ ମୋର ଈଶ୍ୱରଙ୍କ ଲୋକମାନେ କସ୍ମୋଲୋଜିକାଲ ଆର୍ଗୁମେଣ୍ଟରେ କଣ କୁହାଯାଉଛି ମାନେ ଏ ଜଗତ ଏ ବ୍ରହ୍ମାଣ୍ଡ ଅଟୋମେଟିକ ଆପେ ଆପେ ବାହାରୁ ସେମାନେ ବାହାରିଲେ ନାହିଁ and then ମାନେ ଦେଖୁ ଆମେ ଦେଖିନୁ ଆମେ ମାନେ କିଛି ଜଣେ ମାନେ କିଏ ଜଣେ ସେଠି ଆରମ୍ଭ କରିଛନ୍ତି ଏବଂ ଯେ ଆରମ୍ଭ କରିଛନ୍ତି ସେ ହେଉଛନ୍ତି ପରମେଶ୍ୱର ଇଙ୍ଗଲୁ ଲିଭିଂ ଆମ୍ ଦେତେ ନାହିଁ କେନା ପଏଣ୍ଟ ଆତେ ତମର ଈଶ୍ୱରଙ୍କ ଲୋକମାନେ the universe must have a past cause or creator everything begun must have the adequate cause তার অর্থ এ ব্রহ্মাণ্ড বা এই জগত তার নিজে বা সে নিজে উৎপত্তি ହେଇନାହାନ୍ତି ଏ ଉତ୍ପତ୍ତି ପଛରେ ଜଣଙ୍କର ହାତ ରହିଅଛି ସେ ତାର ହାତ ହେଲା ପରମେଶ୍ୱରଙ୍କର ହାତ ସେମିତି ସେମାନେ ଏକ୍ସପ୍ଲେନେସନ କରୁଛନ୍ତି so the past cause must be intelligent ତାର ଅର୍ଥ ଯେ ପ୍ରଥମ ଆରମ୍ଭ କଲା ଯେ ପ୍ରଥମ ଉତ୍ପତ୍ତି କଲା ସେ must be intelligent ସେ ହୁଏତ ଯେ ପ୍ରଥମେ ଉତ୍ପତ୍ତି କରିଛନ୍ତି ସେ ବହୁତ ଇଣ୍ଟେଲିଜେଣ୍ଟ ହେଇଥିବ ସେ ବହୁତ ଜ୍ଞାନୀ ହେଇଥିବ ତେବେ ସେ ଜ୍ଞାନୀ କିଏ ପରମେଶ୍ୱର therefore we conclude that argument prove that universe was brought into being by adequate cause it also clarify fairly prove that its cause was outside the universe and intelligent तो एही कॉस्मोलॉजिकल आर्गुमेंट रो प्रमाणित करा जाउची जे जणे ब्रह्मांड पछरे जगत पछरे थांकर हाथ रही अछि जनकर जदि हाथ नथिले ताहा विजिबल हेई न तांता आमने देखि न तांतु तो मोर ईश्वरंक लोक माने एही आर्गुमेंटा जणे फिलोसोफर थियोलॉजियन डेवलप करचंती से होचंती थॉमस एक्विनास एटा डेवलप करचंती मोर ईश्वरंक लोक माने प्रत्येक थियोलॉजियन माने जे माने थियोलॉजी करूचंती ए थियोलॉजियन नाम जानिबा आवश्यक थॉमस एक्विनास एही आर्गुमेंट बा एही जुक्ति तर्क से आनी छंती ए जुक्ति तर्क को आनी की से परमेश्वरंकर अस्तित्व को से प्रमाणित देबा पई से चाहूचे बा चाहूतिले तो एही आर्गुमेंट बा एही जुक्ति तर्क विषय रो हम माने जानि परिबा जे परमेश्वर अछंती कॉस्मोलॉजिकल आर्गुमेंट आ गुटे बहुत भलो विषय अनकॉज contingent begins and events are impossible since something cannot come out of nothing कंदा सेंटेंस जे माने इंग्लिश टिके जानु जंती टिके पढंतु एटा टिके बहुत भलो हेबो
It says something like that. Something cannot come out nothing. Something cannot come out of nothing. তার অর্থ କିଛି ନ ଥାଇକି କିଛି ବାହାରିବ ନାହିଁ, କିଛି ଉତ୍ପତ୍ତି ହେବ ନାହିଁ। ଜଣେ ଅଛନ୍ତି ତା ପଛରେ, ତେଣୁକରି କିଛି ଉତ୍ପତ୍ତି ହୋଇଅଛି। ଓକେ, ଆପଣମାନେ ଯୋଉ ମୋବାଇଲ ଧରୁଛନ୍ତି, this is something. So behind this something there is someone, ମାନେ ସେ ମୋବାଇଲ ପଛରେ କିଏ ଜଣେ ଅଛନ୍ତି, ତାର ଆପେ ଆପେ ସେଟା ଆସି ନାହିଁ, ଆପେ ଆପେ ସେଟା ଉତ୍ପତ୍ତି ହୁଏ ନାହିଁ। So since nothing is not something, it cannot produce anything. এটা ବହୁତ ଟିକେ କ୍ରିଟିକାଲ। କିଛି ଯଦି ନଥିଲେ କିଛି ହେଇନଥାନ୍ତା, ଆଉ କିଛି ଉଦ୍ଭାବନ ହୋଇନଥାନ୍ତା। ପଛରେ କିଛି ଅଛି, ଜଣେ କିଏ ଅଛନ୍ତି, ଜଣେ କିଏ ଆରମ୍ଭ କରିଛନ୍ତି, କିଏ ଜଣେ ଇନିସିଏଟ୍ କରିଛନ୍ତି, ତେଣୁ କିଛି ଏ ଜଗତ ରହିଅଛି। ତ ମୋର ଈଶ୍ୱରଙ୍କ ଲୋକମାନେ ଏ ବିଷୟ ଆପଣମାନେ ଜାଣିବାକୁ ପଡିବ ଯେ କସ୍ମୋଲୋଜିକାଲ ଆର୍ଗୁମେଣ୍ଟ ଏ ବିଷୟ ଆମମାନଙ୍କୁ ଶିକ୍ଷା ଦେଇଥାଏ ଯେ ବ୍ରହ୍ମାଣ୍ଡ ଏବଂ ଜଗତ ତାର ନିଜେ ଉତ୍ପତ୍ତି ହୁଏ ନାହିଁ। ଉତ୍ପତ୍ତି ପଛରେ କିଏ ଜଣେ ଅଛନ୍ତି, ସେଇ ଜଣେ ହଉଛି ପରମେଶ୍ୱର। Galut like I'm there tonight. Yes. Okay. And let's move to the next point. ଆସନ୍ତୁ ଆମେ next point କୁ ଯିବା। And the next point ହେଲା teleological argument. ଦ୍ୱିତୀୟ ଯୁକ୍ତି ତର୍କ ବିଷୟ ହଉଛି teleological argument, ଶେଷ ଉଦ୍ଦେଶ୍ୟ ଯୁକ୍ତି। Eating a look like a ଶେଷ ଉଦ୍ଦେଶ୍ୟ ଯୁକ୍ତି, teleological argument. Telios ର ଅର୍ଥ ହଉଛି design and purpose. Design ବା ଉଦ୍ଦେଶ୍ୟ ବୋଲି କୁହାଯାଏ। ମୋର ଈଶ୍ୱରଙ୍କ ଲୋକମାନେ ଯଦି ଆପଣମାନଙ୍କୁ କିଏ torson ଦେଖୁଛନ୍ତି, କିଏ torson ମୋବାଇଲକୁ ଏତକନା ଆଦର୍ଶ ଯୋଉ ଟର୍ଚ ଅଛି, ଯିଏ ଏଟା କରିଛନ୍ତି ମନ ଇଚ୍ଛା ସେ କରିନାହାନ୍ତି, ତାର ଗୋଟେ ଉଦ୍ଦେଶ୍ୟ ଅଛି। ଓକେ, it has on purpose, and then ଉଦ୍ଦେଶ୍ୟ ବିନା କୌଣସି ବିଷୟ ପରମେଶ୍ୱର ସୃଷ୍ଟି କରିନାହାନ୍ତି। ଏବେ ମନୁଷ୍ୟର ସୃଷ୍ଟି ମଧ୍ୟ ତାର ଉଦ୍ଦେଶ୍ୟ ରହିଅଛି, ଏବଂ ପ୍ରତ୍ୟେକ ସୃଷ୍ଟି ଯାହା ଯାହା ଆମେ ଦେଖୁଛୁ ଆଦି ପୁସ୍ତକରେ ଯାହା ପରମେଶ୍ୱର ସେ ସୃଷ୍ଟି କରିଅଛନ୍ତି, ସେ ଉଦ୍ଦେଶ୍ୟ ରଖିକି ହିଁ ସେ ସୃଷ୍ଟି କରିଛନ୍ତି। ମାନେ ସେ କହୁ କହୁ ସେ କହିନାହାନ୍ତି, ସେ ଲେଖୁ ଲେଖୁ ସେ ଲେଖି ନାହାନ୍ତି, ସେ କରୁ କରୁ ସେ କରିନାହାନ୍ତି, ସେ କିଛି ଉଦ୍ଦେଶ୍ୟ ରଖିକି ମାନେ ସୃଷ୍ଟି କଲା ପରେ ତାର ଉଦ୍ଦେଶ୍ୟ ସେ ରଖିଛନ୍ତି ବା ଉଦ୍ଦେଶ୍ୟ ଥାଇକି ସେ ସୃଷ୍ଟି କରିଛନ୍ତି, ଯେପରି ଶେଷରେ ତାର ଗୋଟେ ଉଦ୍ଦେଶ୍ୟ ରହିବ। ତେଣୁକରି teleological argument ହଉଛି ଶେଷ ଉଦ୍ଦେଶ୍ୟ ଯୁକ୍ତି। ଆମ ଈଶ୍ୱରଙ୍କ ଲୋକମାନେ ଯାହା ଯାହା ପରମେଶ୍ୱର ସେ ସୃଷ୍ଟି କରିଅଛନ୍ତି ଏ ଜଗତରେ ବା ଏ ଦୁନିଆରେ ବା ଏ କସ୍ମସ୍, ଯାହା ସେ ଜଗତକୁ ସେ ସୃଷ୍ଟି କରିଅଛନ୍ତି, ସେ କିଛି ଉଦ୍ଦେଶ୍ୟ ନେଇକି ସେ ସୃଷ୍ଟି କରିଅଛନ୍ତି। ଅଟୋମେଟିକଲି କୌଣସି ବିଷୟ ଉତ୍ପତ୍ତି ହୁଏ ନାହିଁ, କୌଣସି ବିଷୟ ଅଟୋମେଟିକଲି ପ୍ରାରମ୍ଭ ହୁଏ ନାହିଁ। ପ୍ରତ୍ୟେକ ବିଷୟର ଉଦ୍ଦେଶ୍ୟ ଅଛି। ଯଦି ପ୍ରତ୍ୟେକ ବିଷୟରେ, ଯଦି ପ୍ରତ୍ୟେକ ଜିନିଷରେ, ଯଦି ପ୍ରତ୍ୟେକ ସୃଷ୍ଟିରେ ଯଦି ଉଦ୍ଦେଶ୍ୟ ରହିଅଛି, କିଏ ଉଦ୍ଦେଶ୍ୟ ସେଟା କରିଥିବ, କିଏ ଉଦ୍ଦେଶ୍ୟ ସ୍ଥାପନ କରୁଥିବ, କିଏ ଜଣେ ଉଦ୍ଦେଶ୍ୟ ସେଟା ସ୍ଥାପନ କରିଛନ୍ତି, ସେ ହଉଛନ୍ତି ପରମେଶ୍ୱର। ତ ଏ ବିଷୟରେ ଆମେ ଜାଣିପାରିବା ଯେ ପରମେଶ୍ୱର ଅଛନ୍ତି। ତେଣୁକରି ଶେଷ ଉଦ୍ଦେଶ୍ୟ ଯୁକ୍ତି ହଉଛି ସୃଷ୍ଟିର ଉଦ୍ଦେଶ୍ୟ ପ୍ରଥମେ ଆମେ ଜାଣିବାକୁ ପଡିବ, ଏବଂ ସେ ଉଦ୍ଦେଶ୍ୟ ବିଷୟ ନ ଜାଣିଲେ ଆମେ ପରମେଶ୍ୱରଙ୍କ ବିଷୟ ମଧ୍ୟ ଆମେ ଜାଣିପାରିବା ନାହିଁ।
ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ଏହି ଉଦ୍ଦେଶ୍ୟ ଇମାନୁଏଲ କାନ୍ତ ତାହାଙ୍କ ଦ୍ୱାରା ଡେଭଲପ ହୋଇଅଛି। ଇମାନୁଏଲ କାନ୍ତ ମୋର ଈଶ୍ୱରଙ୍କ ଲୋକମାନେ ଯୋଉ ବଡ ବଡ ଫିଲୋସଫି ଯାକ ଡେଭଲପ କରାଯାଇଅଛି, ଆପଣ ମାନେ ଭାବୁଛନ୍ତି ଏଇଟା କେଉଁ ପ୍ରକାର ଲୋକମାନେ ଡେଭଲପ କରୁଛନ୍ତି? ଏମାନେ ଖ୍ରୀଷ୍ଟିଆନ ଲୋକମାନେ। ଖ୍ରୀଷ୍ଟିଆନ ଲୋକମାନେ ବହୁତ ଜ୍ଞାନୀ। ଦ୍ୟାଟ୍ ଇଜ ସମଥିଙ୍ଗ ଗ୍ରେଟ୍। ଯୋଉ ବଡ ବଡ ଥିଓଲୋଜି ବଡ ବଡ ଫିଲୋସଫି ଯୋଉ ସେମାନେ ଡେଭଲପ କରି ଅଛନ୍ତି, ଥିଓରି ଯାକ ଡେଭଲପ କରି ଅଛନ୍ତି, କିଏ ବୋଲି ଭାବୁଛନ୍ତି ଆପଣ ମାନେ? ଖ୍ରୀଷ୍ଟିଆନ ଲୋକମାନେ। ସୋ ମୋର ଈଶ୍ୱରଙ୍କ ଲୋକମାନେ ଏହି ସବୁ ବିଷୟ ସେମାନେ ଏ ସବୁ ବିଷୟ ଆଣିକି ସେମାନେ କଣ କହୁଛନ୍ତି ନା ପରମେଶ୍ୱର ଅଛନ୍ତି, ବା ଏସବୁ ବିଷୟ ଆର୍ଗୁମେଣ୍ଟ ଆଣିକି ଯୁକ୍ତି ତର୍କ ବିଷୟ ଆଣିକି ସେମାନେ କହନ୍ତି ପରମେଶ୍ୱର ଅଛନ୍ତି ବୋଲିକି। ତେଣୁକରି ଏଠି ଲେଖା ହେଇଛି the design evident in the universe point to supreme mind. The universe is characterized by the order and useful arrangement. Therefore the universe as an intelligent and the pre-cause. ବ୍ରହ୍ମାଣ୍ଡ କ୍ରମ ଏବଂ ଉପଯୋଗୀ ବ୍ୟବସ୍ଥା ଦ୍ୱାରା ବର୍ଣ୍ଣିତ ତାର ହ୍ରଦ ଇଭେନ ମଣିଷ ଜୀବନରେ ଏବଂ ଏ ଜଗତରେ ଯାହା ଯାହା ରହିଅଛି ସେ ପରମେଶ୍ୱରଙ୍କର ଦ୍ୱାରା ହିଁ ସ୍ଥାପିତ, ଏବଂ ସେ ସ୍ଥାପିତ ହେଇଥିବା ବିଷୟ ତାର ନିଜେ ସ୍ଥାପିତ ହୁଏ ନାହିଁ। ଯେ ଯାହା ସ୍ଥାପିତ ହୋଇଅଛି ସେ ଉଦ୍ଦେଶ୍ୟ ସହିତ ସ୍ଥାପିତ ହୋଇଅଛି, ଏବଂ ଯଦି କିଛି ସେ ସ୍ଥାପିତ ବିଷୟରେ ଯଦି ଉଦ୍ଦେଶ୍ୟ ଅଛି, ସେ ଉଦ୍ଦେଶ୍ୟ ସ୍ଥାପନ କରିବା ଲୋକ ଜଣେ ଅଛନ୍ତି, ସେ ଜଣେ ହଉଛନ୍ତି ପରମେଶ୍ୱର। ଅଟୋମେଟିକଲି ଏଇଟା ଯଦି ଆଉ ଥରେ ପୁନର୍ବାର ଏକ୍ସାମ୍ପଲ ଦେବା ପାଇଁ ଚାହିଁବି, ଟର୍ଚ୍ଚ ଅଛି। ଟର୍ଚ୍ଚର ଉଦ୍ଦେଶ୍ୟ ମାନେ ତାର ଉଦ୍ଦେଶ୍ୟ କଣ? ଲାଇଟ୍ ଦେବା, ଟୁ ଗିଭ୍ ଲାଇଟ୍। ଏଇଟା କିଏ କରୁଛନ୍ତି? ଉଦ୍ଦେଶ୍ୟ କିଏ ରଖିଲା? କିଏ ଜଣେ ଉଦ୍ଦେଶ୍ୟ ରଖିଛନ୍ତି ଯିଏକି ଟର୍ଚ୍ଚ କରିଛନ୍ତି। ତ ସେମିତି ପରମେଶ୍ୱରଙ୍କର ବିଷୟ ମଧ୍ୟ ଏ ପ୍ରକାର ରହିଅଛି। ଓକେ, and then without purpose he did not create anything. Okay, so in this way we can prove that yes, there is a God existence. ପରମେଶ୍ୱର ଅଛନ୍ତି। ଏ କସ୍ମୋସ ଆମମାନଙ୍କର ସୃଷ୍ଟି ଆପେ ଆପେ ଆମମାନେ ଆସିଲୁ। ଓକେ, ଆଉ ଗୋଟେ ବିଷୟ ହେଲା ଅନ୍ତୋଲୋଜିକାଲ ଆର୍ଗୁମେଣ୍ଟ। ମୁଁ ପଢି ପଢି ଯିବି ନାହିଁ, ମୁଁ ଜଷ୍ଟ ସମରାଇଜ କରିବା ପାଇଁ ଚାହିଁବି। ଅନ୍ତୋଲୋଜିକାଲ ଆର୍ଗୁମେଣ୍ଟ, ଧାରଣା ଯୁକ୍ତି, and idea, ଧାରଣା, ଆଇଡିଆ, କନସେପ୍ଟ। ଏହା କନସେପ୍ଟ ଦ୍ୱାରା ଯଦି ଜଣଙ୍କ ପାଖରେ ଯଦି କନସେପ୍ଟ ନଥାନ୍ତା, ଜଣଙ୍କ ପାଖରେ ଯଦି କୌଣସି ଆଇଡିଆ ନଥାନ୍ତା, ଜଣଙ୍କ ପାଖରେ ଯଦି କୌଣସି ସେ ପ୍ରକାର ପର୍ସପେକ୍ଟିଭ ବା କିଛି ଜ୍ଞାନ ବିଷୟ ଯଦି ନଥାନ୍ତା ତ କିଛି ହେଇନଥାନ୍ତା। ତ ମୋର ଈଶ୍ୱରଙ୍କ ଲୋକମାନେ ଯାହା ସୃଷ୍ଟିର ବିଷୟ ଆମେ ଦେଖୁଛୁ ଏ ଜଗତରେ, ଏହା ଆଇଡିଆ ଦ୍ୱାରା ବି ଅଛି। ଆଇଡିଆ ମାନେ କିଛି ଆଇଡିଆ ଥିଲା, ସେ ଆଇଡିଆ ଦ୍ୱାରା ହିଁ ସେ ଆଇଡିଆ ଦ୍ୱାରା ହିଁ ସବୁ ପ୍ରକାଶିତ ହେଲା। ହେଲେ ସେ ଆଇଡିଆ କାହା ପାଖରେ ଥିଲା? ଗୋଟେ ବ୍ୟକ୍ତି ପାଖରେ ଥିବ ନା। ସେ ବ୍ୟକ୍ତି ପାଖରେ ଯଦି ଥିଲେ ସେ କିଏ ଥିବ? ଡେଫିନେଟଲି ଇଟ୍ ୱିଲ୍ ବି ଏ ଗଡ୍। जो यूनिवर्स हम देखु, जो ब्रह्मांड देखु, जहाँ माने जगत विषय देखु, ए जगत रे तार हापे हापे ताहा सृष्टि हुई नहीं कि तार उत्पत्ति हुई नहीं, तार आरंभ हुई नहीं। किए जने बहुत तांको पाखरे ज्ञान बुद्धि एवं तांको पाखरे अनेक आइडिया कॉन्सेप्ट थिला, सही कॉन्सेप्ट को से रियल रे आनिले, से वास्तव कले, एवं से वास्तव द्वारा सब कौन है ना दृश्य परिणत है। एवं से करिबा लोक किए किए जने अछंती, से जने होउचंती परमेश्वर। तो मोर ईश्वरंक लोक माने एई आर्गुमेंट जने क्रिश्चियन लोक ए प्रकार आर्गुमेंट से आनिचंती, से होउचंती एंस्लेम। ओके, एंस्लेम। तो ए प्रकार आम माने विषय आनिका माने करि परिबा कि आम माने कहि परिबा कि परमेश्वर अछंती बोली कि we can
prove God by this argument. এই যুক্তি তর্ক বিষয়କୁ ନେଇକି ଆମମାନେ କହିପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି। ଯଦି କିଛି ଆଇଡିଆ ନଥାନ୍ତା, କିଛି ଯଦି ନଲେଜ ନଥାନ୍ତା, କିଛି ଯଦି ଜଣଙ୍କ ପାଖରେ wisdom ନଥାନ୍ତା, ତ କୌଣସି ବିଷୟ ହେଇନଥାନ୍ତା। ଯେମିତି ଆଉ ଯାହା ବି ଆମମାନେ ଦେଖୁଛୁ ଗାଡି ଘୋଡା, ଯୋଉଟା ବି ମୋଟର ବାଇକ, ଯୋଉଟା ବି ଟେକ୍ନିକାଲ ଜିନିଷ ଯୋଉ ଆମେ ଦେଖୁଛୁ, ଆପେ ଆପେ ସେଟା ଉତ୍ପତ୍ତି ହେଲା କି ନାହିଁ? ଜଣଙ୍କ ପାଖରେ ତ କିଏ ତ ଇଞ୍ଜିନିୟରିଂ ଅଛନ୍ତି, କିଏ ତ ଜଣେ ଆଇଡିଆ ତା ପାଖରେ ଥିବ, ତାର ଆଇଡିଆ ଅନୁସାରେ ସବୁ ତାହା ବାସ୍ତବ ହେଲା। ସେମିତି ଆମେ ଭାବୁଛୁ। ତ ଠିକ ସେଇ ପ୍ରକାର ଏ ଜଗତ, ଏ ମନୁଷ୍ୟ, ଏ ସବୁ ଯାହା ମାନେ ଦେଖୁଛୁ, ଜଣଙ୍କ ପାଖରେ ଗୋଟେ ଆଇଡିଆ ଥିଲା, କନସେପ୍ଟ ଥିଲା, ନଲେଜ ଥିଲା, ଏବଂ ସେହି ନଲେଜ ଗୁଡ଼ିକ ସୃଷ୍ଟିରେ ତାହା ପ୍ରକାଶିତ ହେଲା। ଏବଂ ଏହି ବିଷୟରେ ଆମେ ପ୍ରମାଣ ଦେଇପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି। ଆଉ ଚତୁର୍ଥ ବିଷୟ ହେଲା moral argument. moral argument କଣ ରହିଅଛି? moral argument ଟା ହେଲା ନୈତିକ ହେଇଗଲା। ଏଟା ଟିକେ ମୁଁ I forgot to write correctly. ନୈତିକ ଯୁକ୍ତି। ନୈତିକ ଯୁକ୍ତି ମୋର ଈଶ୍ୱରଙ୍କ ଲୋକମାନେ, ନୈତିକ ଯୁକ୍ତିର ଅର୍ଥ କଣ? ପ୍ରତ୍ୟେକ ମନୁଷ୍ୟ ମାନଙ୍କ ପାଖରେ ନୈତିକ ଜ୍ଞାନ ରହିଅଛି। ସେ ନୈତିକ ଜ୍ଞାନ କେଉଁଠାରୁ ଆସିଅଛି? Daging tale mangbalan alung ci indeku do alung ugaring la daging ti alung ugaring la abirna ba titin talen itin bangsa itin bangsa itin talen seral rati tabi kunagara lamang bansar yeraitin kunano gandi bansar yeraitin kunano gandi allendam bat de bogat allen aja po tangor yet tabi yerbenden boman rapat de titip alevu prengga galutin boga de boman rale puti ta tangor dengan apo ke ling sar galote de kuna galote na talen yere nyir ba nyida brile yer benen bai lebunam galote kani kana kanyama gamli leti benden kana agana laman wan sar yeraiten kana se प्रकार जो morality नैतिक ज्ञान केहुंडारू आसी अछि? से नैतिक ज्ञान, से नैतिक ज्ञान केवल परमेश्वर ठारू ही आसी अछि। जो मोराल लॉ एवं आम प्राकृतिक व्यवस्था जहाँ परमेश्वर आम भितर ता स्थापन करी अछि, से प्राकृतिक व्यवस्था जो रही अछि आम भितर, से सब विषय परमेश्वर द्वारा ही स्थापित भी अछि। एवं बेड़े बेड़े आमरे से ही प्राकृतिक व्यवस्था अनुसार भी बेड़े बेड़े आम माने परिचालित होता एवं प्राकृतिक ज्ञान एवं नैतिक ज्ञान द्वारा आम माने परिचालित होउछु। एवं से सब प्राकृतिक नैतिक ज्ञान, प्राकृतिक नैतिक प्राकृतिक व्यवस्था ए सब केउंटारो आसिला? कहीं परमेश्वर मनुष्य भीतर से स्थापन करी अछंती। जेतो हम माने जानि अछु जे परमेश्वर मनुष्य को से अपना प्रतिमूर्ति रे से सृष्टि कले। परमेश्वर अपना प्रतिमूर्ति रे से सृष्टि कले एवं सही प्रतिमूर्ति को आज हम माने प्रतिपलन करूछु। वी आर रिफ्लेक्टिंग ए रिफ्लेक्टिंग कैरेक्टर कनी आबो जराइत बिन आतरम तमन आगनलमन वासर येराइतिन boman ramang sar yeraitin antaman radeli kitungan. तो आमनो ही एविडेंस, वी आर द एविडेंस, वी आर द प्रूफ। आमनकर चरित्र, आमनकर भाव एटा होची प्रमाण परमेश्वरंकर अस्तित्व विषय। ओके, थ्रू अस, थ्रू आवर कैरेक्टर, थ्रू आवर नेचर, थ्रू द मोरल लॉ, थ्रू ऑल द नेचुरल लॉ आम माने एविडेंस दे पारिबा जे परमेश्वर अछंती बोली के। ओके, एटा होची चतुर्थ आर्गुमेंट। शेष आर्गुमेंट ला द आर्गुमेंट फ्रॉम
କଂଗ୍ରୁଇଟି ଟିକେ ଓଡିଆରେ ଟିକେ ବହୁତ କଷ୍ଟ ହଉଛି ଏଟା ଟିକେ ରିନା ଦିଦି ଟିକେ ପଢିବେ କି ଏଟା କଣ ଲେଖା ହେଇଛି ସମନ୍ୱୟନ ସମନ୍ୱୟରୁ ଯୁକ୍ତି ଟିକେ ପଢିବାଟା ଟିକେ ମତେ କଷ୍ଟ ହଉଛି ଲଙ୍ଗ ଟାଇମ have never ever been touched with Odia. Okay, whatever it is, the argument from congruity ତାର ଅର୍ଥ କଣ? ପ୍ରତ୍ୟେକ ମନୁଷ୍ୟ ବ୍ୟକ୍ତିଗତ ଜୀବନରେ କିଛି କିଛି ଆତ୍ମନିର୍ଭରଶୀଳ ରହିଅଛି ଏବଂ ପରମେଶ୍ୱରଙ୍କର ପ୍ରକାଶନ ରହିଅଛି ଯୋଉଟା କି ଆମମାନଙ୍କର ନୈତିକ ବିଷୟରେ ଏବଂ ଆମମାନଙ୍କ ମାନସିକ ପ୍ରକୃତିରେ ଏବଂ ଆମମାନଙ୍କର ଇତିହାସରେ ଆମମାନଙ୍କର ପ୍ରାକୃତିକ ବ୍ୟବସ୍ଥାରେ ଏବଂ ଅ, ଯାହା ଯାହା ଆମମାନଙ୍କ ଭିତରେ ଯୋଉ ଅନ୍ତରରେ ରହିଅଛି ସେହି ବିଷୟରେ ବା ଆମମାନଙ୍କର ମାନସିକ ପ୍ରକୃତିରେ ଏବଂ ଆମମାନଙ୍କର ନୈତିକ ପ୍ରକୃତିରେ ପରମେଶ୍ୱର ସେ ପ୍ରକାଶନ କରୁଛନ୍ତି ସେ ଗଡ୍ ଇଜ ରିଭିଲିଂ ଇନ୍ ଆୱାର moral life, in our mental natures, in our moral natures, or in natural law. ତ ଏହି ବିଷୟରେ ଆମେ ଜାଣିପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି in our moral natures, in our mental natures, ଆମମାନଙ୍କ ମାନସିକ ପ୍ରକୃତିରେ ଆମମାନଙ୍କର ନୈତିକ ପ୍ରକୃତିରେ ଆମମାନଙ୍କର ବ୍ୟବସ୍ଥା ପ୍ରକୃତିରେ ଆମମାନେ ଜାଣିପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି and then ଏହି ବେସିସରୁ ଆମମାନେ ସତ୍ୟ ବିଷୟ ଜାଣିପାରିବା ଏବଂ ଆମମାନେ ବିଶ୍ୱାସ କରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି ଏବଂ ତାହାଙ୍କର ପ୍ରକାଶନ ବିଷୟ ପରମେଶ୍ୱର କେମିତି ପ୍ରକାଶ କରୁଛନ୍ତି ଆମମାନଙ୍କ ଜୀବନରେ ହୁଏତ ବେଳେ ବେଳେ ଡ୍ରିମରେ ହୁଏତ ବେଳେ ବେଳେ ଦର୍ଶନ ମାଧ୍ୟମରେ ଏ ବିଷୟରେ ପ୍ରତ୍ୟେକ ବ୍ୟକ୍ତିଗତରେ କିଛି ନା କିଛି ପରମେଶ୍ୱର କାର୍ଯ୍ୟ କରୁଛନ୍ତି ଏବଂ ସେହି କାର୍ଯ୍ୟ ତାହାଙ୍କର କାର୍ଯ୍ୟ ଦ୍ୱାରା ଏଠି ଆମେ ପ୍ରମାଣିତ ଦେଇପାରିବା ଯେ ପରମେଶ୍ୱର ଅଛନ୍ତି ବୋଲିକି ହୁଏତ ଅନେକ ଲୋକମାନେ କହନ୍ତି ଯେ ପରମେଶ୍ୱର ନାହାନ୍ତି ଗୋଟିଏ ବ୍ୟକ୍ତି ଏମିତି ହେଇଗଲା ଗୋଟେ ଏକ୍ସାମ୍ପଲ ଦେବା ପାଇଁ ମୁଁ ଚାହିଁବି ଗୋଟେ ନାସ୍ତିକ ବହୁତ ବଡ ଥିଓଲୋଜିଆନ ଆକ୍ଚୁଆଲି ଆରମ୍ଭରେ ସେ ପରମେଶ୍ୱରକୁ ସେ ବିଶ୍ୱାସ କରୁଥିଲେ ପରମେଶ୍ୱର ଅଛନ୍ତି ବୋଲିକି ମାନେ ବହୁତ ଥିଓଲୋଜି କରି 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 ଫିଲୋସଫି କରି କରି ଶେଷରେ ସେ କଣ ହେଲେ ନା ନାସ୍ତିକ ହେଇଗଲେ ଆଉ ପରମେଶ୍ୱର ନାହାନ୍ତି ବୋଲି ସେ କହିଲେ ହେଲେ ବହୁତ ତାକୁ ମାନେ ଲୋକମାନେ ପ୍ରଥମରେ ସେମାନେ ବହୁତ ବିଶ୍ୱାସ କଲେ କିନ୍ତୁ ଶେଷରେ ସେ ନାସ୍ତିକ ହେଇଗଲେ ହେଲେ ଦିନେ ତାକୁ ଇଣ୍ଟରଭ୍ୟୁରେ ଦେଖାଗଲା ଇଣ୍ଟରଭ୍ୟୁରେ ଦେଖାଗଲା ଯେତେବେଳେ ତାହାଙ୍କୁ ଇଣ୍ଟରଭ୍ୟୁରେ ଦେଖାଗଲା ପରମେଶ୍ୱରଙ୍କର ବିଷୟ ଯେତେବେଳେ ତାହାଙ୍କୁ ପଚାର କରାଯାଉଛି ମାନେ ଯେତେବେଳେ ତାହାଙ୍କୁ ପଚାର ଗଲା ବା ଯେତେବେଳେ ସେ ଅଷ୍ଟ ଯିଏ କରିଛନ୍ତି ସେ ମିଡିଆରେ ବା ସେ ଇଏରେ ଯେତେବେଳେ ସେ ତାହାଙ୍କୁ ସେ ପ୍ରଶ୍ନ କରୁଛନ୍ତି ତମେ କାହିଁକି ପରମେଶ୍ୱରକୁ ତମେ ବିଶ୍ୱାସ କରୁନ ସେ ଅମୁକ ଅମୁକ ବହୁତ ସେ ବିଷୟ କହିଲା ବହୁତ ରିଜନ ସେ କହିଲେ and then ସେ ଯିଏ ସେ ମାନେ ଯିଏ ସେ ପ୍ରୋଗ୍ରାମକୁ ହୋଷ୍ଟ କଲେ ସେ କହୁଛନ୍ତି ତମେ ସେଇ ପେଜ ନମ୍ବର 150 ରେ ତମେ କଣ ମେନସନ କରିଅଛ ତମେ ସେ ପ୍ରକାର ତମେ ମେନସନ କଲ ସେଟା ଟିକେ କହିବେ କି ଯେତେବେଳେ ସେ ହୋଷ୍ଟ କହୁଛନ୍ତି ସେଇ ନାସ୍ତିକଙ୍କୁ ସେ କହୁଛି ଓ ମାଇ ଗଡ ମୁଁ ଫାସରି ଗଲି ବୋଲି କହୁଛି ତାର ଅର୍ଥ ଆପଣ ମାନେ ବୁଝିଲେ କି ନାସ୍ତିକ କହୁଛି ପରମେଶ୍ୱର ନାହିଁ ବୋଲି କହୁଛି କିନ୍ତୁ ଯେତେବେଳେ ତାକୁ ପଚାର ଯାଉଛି ସେ ପେଜ ନମ୍ବର କଣ ସେ ପେଜ ନମ୍ବରରେ କଣ କଣ ଲେଖା ହେଇଛି ଯେତେବେଳେ ତାକୁ ପଚାର ଯାଉଛି ସେ କହୁଛନ୍ତି ଓ ମାଇ ଗଡ ଆଇ ଫରଗଟ ସେ ନିଜ ମୁଖରୁ ସେ ସ୍ୱୀକାର କରୁଛନ୍ତି ଓ ମାଇ ଗଡ କିନ୍ତୁ ସେ ଫାଟିରେ କଣ କହୁଛି ଦେର ଇଜ नो ଗଡ ଦ୍ୟାଟ ମିନ୍ସ ଆମମାନଙ୍କର ବିବେକ ମଧ୍ୟ କହୁଛି ଦେର ଇଜ ସମୱାନ ଆମମାନେ କହିପାରିବା ପରମେଶ୍ୱର ନାହାନ୍ତି ଏଠି କିଏ ନାହାନ୍ତି ମୋ ଜୀବନରେ ହେ ପ୍ରକାର କାହିଁକି ଘଟୁଛି if there is god then I would have been blessed I would have been prosperous so many things
sometimes we may think in that way. But dear my brother and sister, please keep it in your mind that there is a God. God existence is there. Bible ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରମାଣିତ ଦଉଛି। ବାଇବଲ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କର ବିଷୟ ପ୍ରକାଶ କରୁଛି। So when we read throughout, Bible from Genesis to book of Revelation, you will get lot of information about God. ପରମେଶ୍ୱରଙ୍କର ବିଷୟ ମାନେ ସବୁ ପାଇପାରିବା। You may say that sometime, okay, there is no God because I'm not blessed. Sometimes I'm getting sick. Sometimes I'm facing all this type of challenges. By bringing all the situations, sometimes you may claim that there is no God. But please remember and please keep it in your mind that one day God will prove himself in your life. दिने प्रभु से ही निजे प्रमाण देवे जे परमेश्वर अछन्ते बोलिकी। Now people they are saying that no, there is no God, there is no Christ, there is no one. But please keep it in your mind, one day every nations, every tribes, every people, they will kneel down before God by believing that there is a God. So प्रभु এই क्लास रे प्रभु प्रत्येक को आशीर्वाद करंतु। आज आमने परमेश्वरଙ୍କର अस्तित्व विषय माने शिखिलु एंड देन से अस्तित्व विषय तीनोटी विषय रे आमने जानि परिबा जोटा कि गॉड इज इंट्यूटिव एंड देन assumed by scripture and then argument द्वारा एंड देन से आर्गुमेंट केते प्रकार आर्गुमेंट रही अछि, 5 प्रकार आर्गुमेंट रही अछि। से आर्गुमेंट द्वारा से जुक्ति तर्क वाक्य द्वारा आप माने परमेश्वरଙ୍କର अस्तित्व का माने कोन करि परिबा आ माने बाहर करि परिबा बा प्रमाण देहि परिबा। प्रथम हैला कोन व्हाट इज द द आर्गुमेंट, कॉस्मोलॉजिकल आर्गुमेंट एंड देन द्वितीय हैला कोन की आर्गुमेंट, टेलियोलॉजिकल आर्गुमेंट आ तृतीय हैला ontological argument, चतुर्थ हैला moral argument एंड शेष हैला शेषटा कोन कोंतु argument from congruity. yes, thank you, God bless you on and all and asanta mane eti rokiba and time bi hela प्रभु गौरव पांतु मु अष्टम हस्तरे समर्पण करूची एंड अबतुर हस्त। थैंक यू।